नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଏକ ସ୍ପର୍ଶକାତର ହୃଦୟ ଭରା ଆ, ଭୂକମ୍ପ ଉପରେ ଆମେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣଙ୍କର ପ୍ରତ୍ୟେକଙ୍କର ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ନୂଆ ଇନ୍ସପିରେସନ ଯୋଗାଉଛି, ନୂଆ ନୂଆ ତଥ୍ୟ ନେଇ ଆପଣମାନଙ୍କ ସମ୍ମୁଖରେ ନୂଆ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ। ତେଣୁ ମୁଁ ରିକ୍ୱେଷ୍ଟ କରୁଛି ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ କରିବେ, କମେଣ୍ଟ ଦେବାକୁ ଭୁଲିବେନି। ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଉପରେ ଆଲୋଚନା କରିବା। ବିଷୟଟି ହେଲା ଆଫଗାନିସ୍ତାନରେ ଗତ ରବିବାର ଦିନ ଏକ ଭୟଙ୍କର ଭୂକମ୍ପ ସୃଷ୍ଟି ହେଇଯାଇଛି। ଯୋଉ ଭୂକମ୍ପରେ ଭୂକମ୍ପରେ ଆପଣଙ୍କର 812 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ତନ୍ମଧ୍ୟରୁ ଆପଣଙ୍କର 2817 ଜଣ ଆଫେକ୍ଟେଡ୍ ଅଛନ୍ତି, ଯେଉଁମାନେ କି ଇଞ୍ଜୁର୍ଡ ଅଛନ୍ତି। এই ଯେଉଁମାନେ ଇଞ୍ଜୁର୍ଡ ଅଛନ୍ତି ସେମାନେ ନିକଟସ୍ଥ ହସ୍ପିଟାଲ ବା କ୍ଲିନିକରେ ସେମାନେ ଆପଣଙ୍କର ଚିକିତ୍ସିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଭୂମିକମ୍ପଟି ତାର ତୀବ୍ରତା ଥିଲା 6.0 ଗୋଟିଏ ଜାଗାରେ ଏବଂ 6.7 ଆଉ ଗୋଟିଏ ଜାଗାରେ। 6.0 ଯେଉଁ ଜାଗାରେ ତୀବ୍ରତା ଥିଲା ସେଇ ଜାଗାର ତୀବ୍ରତା ଅନୁସାରେ ଆମର ଭାରତର ଦିଲ୍ଲୀ ଏବଂ ପାକିସ୍ତାନର କିଛି ଅଞ୍ଚଳ ମଧ୍ୟ ଧରିଛି, ଯାହାକି ଭୟଙ୍କର ତୀବ୍ରତାର ସହିତ ଏହି ଭୂମିକମ୍ପଟି ସମସ୍ତଙ୍କୁ ଆନ୍ଦୋଳିତ କରିଦେଇଛି ବା ସ୍ପର୍ଶକାତର ହୃଦୟ ଭରା ହୃଦୟ ବିଦାରକ ଘଟଣା ସୃଷ୍ଟି ହେଇଛି ଆଫଗାନିସ୍ତାନରେ, ଯାହାକି ତାର ଦୁଃଖ ବା ଦାରୁଣ ଚିତ୍ର ଦେଖିଲେ ସମସ୍ତେ ବୁଝିପାରୁଥିବେ ବା ତାର ଏଇ ଯୋଉ ଥମ୍ବନେଲ ଦ୍ୱାରା ବା ମୁଁ ଯୋଉ ଆପଣମାନଙ୍କୁ ଭିଡ଼ିଓ ସ୍କ୍ରିପ୍ଟ ଗୁଡାକ ଦେଖେଇଛି ସେଥିରେ ଆପଣ ଦେଖିପାରୁଥିବେ ନିଶ୍ଚିତ ଭାବରେ ଏଇଟା ଗୋଟେ ଭୟଙ୍କର ଅ, ଭୂମିକମ୍ପ। ଯୋଉ ଭୂମିକମ୍ପ କି ଆଫଗାନିସ୍ତାନରେ ତାଲିବାନ ସରକାର ଆସିବାର 2021ରୁ ଆସିବାରୁ ଏଇଟା ହଉଛି ତୃତୀୟ ନମ୍ବର ଭୂକମ୍ପ, ଯାହାକି ଅତ୍ୟନ୍ତ ଅ, ଭୟଙ୍କର ବଡ ଭୂକମ୍ପ। କାରଣ ଏଥିରେ ଅନୁମାନ କରାଯାଉଛି ବର୍ତ୍ତମାନ ସୁଦ୍ଧା ଆପଣଙ୍କର 812 ଜଣ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ଏହା 1000ରୁ 1200 ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବଢିବାର ଅନୁମାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଯେଉଁମାନେ ବି ବର୍ତ୍ତମାନ ଆପଣଙ୍କର 2817 ଜଣ ରେସ୍କ୍ୟୁ ହେଇଛନ୍ତି ବା ଇଞ୍ଜୁର୍ଡ ହେଇଛନ୍ତି ସେମାନଙ୍କୁ ବିଭିନ୍ନ ଜାଗାରେ ସେମାନଙ୍କର ହେଲ୍ଥ ଚେକଅପ୍ କରାଯାଉଛି ଏବଂ ବିଭିନ୍ନ ଦେଶରୁ ବିଭିନ୍ନ ରିଲିଫ ସହାୟତା ମଧ୍ୟ ଆସୁଛି। ଏହି ପରିପ୍ରେକ୍ଷୀରେ ଭାରତ ବର୍ଷରୁ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଯେତେବେଳେ ଏସୀୟ ଶିଖର ସମ୍ମିଳନୀରୁ ଫେରୁଥିଲେ ସେହି ସମୟରେ ଯେତେବେଳେ ଏହି ଘଟଣା ଶୁଣିଲେ ଏବଂ ଶୀଘ୍ର ଶୀଘ୍ର ସେ ରାଜଧାନୀ ଦିଲ୍ଲୀକୁ ସେ ଅର୍ଡର କଲେ ବା ମନ୍ତ୍ରିମଣ୍ଡଳକୁ ଅର୍ଡର କଲେ ଯେ ଯଥା ଶୀଘ୍ର ଭାରତ ତରଫରୁ ରିଲିଫ ଯାଇ ପହଞ୍ଚିବାର ଅଛି ଆଫଗାନିସ୍ତାନରେ। ତ ତତ୍କ୍ଷଣାତ୍ ଭାରତରୁ ଆଫଗାନିସ୍ତାନକୁ ଆମର ଭାରତ ତରଫରୁ ବିଭିନ୍ନ ସହାୟତା ଯାହା ଆବଶ୍ୟକ ପ୍ରାଥମିକ ଏଡ୍ ଗୁଡାକ ଦିଆଯାଇଛି, ଯୋଉଟା କି ସେମାନଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଏବଂ ଏହି ପରିପ୍ରେକ୍ଷୀରେ ଡେଭିଡ ଲାମି ଯିଏକି ଆପଣଙ୍କର ୟୁନାଇଟେଡ୍ କିଙ୍ଗଡମର ଫରେନ୍ ମିନିଷ୍ଟର ଡେଭିଡ ଲାମି ସେ କହିଛନ୍ତି ସେ ଅତି କମରେ 10 ମିଲିୟନ ବିଲିୟନ ଡଲାର ସେ ପ୍ରଦାନ କରିଛନ୍ତି ଏବଂ ତାଙ୍କର ଯୋଉ ସଂଘ ଅଛି, ଯୋଉ ସଂଘ ମାଧ୍ୟମରେ ସେମାନେ ବିଶେଷ କରି ଯୋଉ ୱିମେନ୍ ସହାୟତା ସଂଘ ଅଛନ୍ତି, ଯୋଉମାନେ କି ମହିଳାମାନେ ୱେଲଫେୟାର କାର୍ଯ୍ୟକ୍ରମରେ ନିୟୋଜିତ ହେଇଥାନ୍ତି, ସେମାନେ ମଧ୍ୟ ଆଗ୍ରହର ସହିତ ଆସି ସେମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି। କାରଣ ଏଥିରେ ପରିଲକ୍ଷିତ ହେଇଛି ଯୋଉମାନେ କି ବିଶେଷ ଭାବରେ ଆଫେକ୍ଟେଡ ହେଇଛନ୍ତି ଗାର୍ଲ ଚାଇଲ୍ଡ ଏବଂ ୱିମେନ୍ ମାନେ ବିଶେଷ ଭାବରେ ଆଫେକ୍ଟେଡ ହେଇଛନ୍ତି। ଏବଂ ଏଇ ଯୋଉ ଭୂମିକମ୍ପ ହେଇଛି ବିଶେଷ କରି ଆପଣଙ୍କର ଜଲାବାଦ ଜଲାବାଦ ଯୋଉଟା କି ଆପଣଙ୍କର ନରଗରହର ପ୍ରୋଭିନ୍ସର ଗୋଟେ କ୍ୟାପିଟାଲ, ଯୋଉଠି କି ପ୍ରବଳ ମାତ୍ରାରେ ଆପଣଙ୍କର ଯୋଉ ଭୂମିକମ୍ପ ହେଇଛି, ଯୋଉ ଭୂମିକମ୍ପରେ ତାର ବ୍ୟାସାର୍ଦ୍ଧ ଥିଲା ଆପଣଙ୍କର 8 କିଲୋମିଟର, ଯାହାକୁ ଆମେ 5 ମାଇଲ ବୋଲି କହିପାରିବା। ଯୋଉ 8 କିଲୋମିଟର ଭିତରେ ଗୋଟେ ଗର୍ତ୍ତ ସୃଷ୍ଟି ହେଇଯାଇଛି, ସେଥିରେ ଯୋଉମାନେ ବି ଥିଲେ ସେମାନେ ପୁରା ତଳ 8 କିଲୋମିଟର ତଳକୁ ଖସି ଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା, କ୍ରେନ ଯୋଗେ ଉଦ୍ଧାର କରିବା ବହୁତ ସମସ୍ୟା ଏବଂ ବିପଦପୂର୍ଣ୍ଣ ହେଇଯାଉଛି। ଏବଂ ୟାରି ପରିପ୍ରେକ୍ଷୀରେ ଯେ ଏଇ ଯୋଉ ଦୁର୍ଘଟଣା ଘଟିଛି ବା ଭୂମିକମ୍ପ ହେଇଛି ଏଇଟା ଆପଣଙ୍କର ଆଫଗାନିସ୍ତାନ, ଯୋଉଟା କି ଆଫଗାନିସ୍ତାନର କ୍ୟାପିଟାଲ ହଉଛି କାବୁଲ। କାବୁଲରୁ ମାତ୍ର 140 କିଲୋମିଟର ଦୂରରେ ଏଇ ଘଟଣାଟି ଘଟି ଯାଇଛି ଏବଂ ବିଶେଷ କରି କ୍ଷୟକ୍ଷତି ହେଇଛି ଏବଂ ଭୟଙ୍କର ରୂପ ଧାରଣ କରିଛି ଆପଣଙ୍କର କୁନାର ପ୍ରୋଭିନ୍ସରେ। ଯୋଉ କୁନାର ପ୍ରୋଭିନ୍ସରେ ଯୋଉ ଏଇ ଯୋଉ ଭୂମିକମ୍ପର ତୀବ୍ରତା ଥିଲା 6.0, ତାପରେ ତିନି ଥର ହେଇଛି। ତିନି ଥର ହେବା ଭିତରେ 6.0 ଏବଂ 6.7 ତୀବ୍ରତାରେ ଏଇ ଭୂମିକମ୍ପ ହେଇଛି। ଏବଂ ଏଇ ପରିପ୍ରେକ୍ଷୀରେ ଆହୁରି ଗୋଟେ ବ୍ୟବସ୍ଥା ଅଛି, ଯୋଉଟା କି ଆପଣଙ୍କର କୁନାର ପ୍ରଭିନ୍ସର ଯିଏକି ଅଛନ୍ତି ପ୍ରାଦେଶିକ ମୁଖ୍ୟ ନଜିବୁଲା ହନିଫ ଯିଏକି ସେ କହିଛନ୍ତି ଯେ ବିଭିନ୍ନ ଦେଶକୁ ସେ ଅ, ଆବେଗ ଭରା ହୃଦୟରେ ସେ କହିଛନ୍ତି ଯେ ସାହାଯ୍ୟ କରିବା ପାଇଁ ବା
ଫାଷ୍ଟ ଏଇଡ୍ ପ୍ରଦାନ କରିବା ପାଇଁ ବା ସହାୟତା ବା ରିଲିଫ କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ତାଙ୍କ ଅନୁରୋଧ କ୍ରମେ ବିଭିନ୍ନ ଦେଶରୁ ବିଶେଷ କରି ଚୀନରୁ ମଧ୍ୟ ଯାଇଛି ଏବଂ ୟୁନାଇଟେଡ୍ କିଙ୍ଗଡମ ଯାଇଛି, ଭାରତରୁ ଯାଇଛି, ବିଭିନ୍ନ ରାଜ୍ୟରୁ ସାହାଯ୍ୟ ସହାନୁଭୂତି ବର୍ତ୍ତମାନ ଛୁଟି ଆସୁଛି। ଏଇଭଳି ଏଇ ପରିପ୍ରେକ୍ଷୀରେ ଯୋଉମାନେ ବର୍ତ୍ତମାନ ଏଇ ସ୍ପର୍ଶକାତର ଭରା ହୃଦୟ ବିଦାରକ ଘଟଣାରେ ଯୋଉମାନେ ବର୍ତ୍ତମାନ ଜର୍ଜରିତ ହେଉଛନ୍ତି ବା ଦୁଃଖ ପ୍ରାପ୍ତ ହଉଛନ୍ତି, କିଛି ଲୋକ ଗାତ ଭିତରେ ପଶି ମାଟି ଭିତରେ ପଶି ରହିଯାଇଛନ୍ତି ବା ଘର ଭାଙ୍ଗି ତାଙ୍କ ଉପରେ ପଡିଯାଇଛି ଏବଂ କିଛି ଲୋକ ଅଧା ପୋତି ହେଇକି ଅଧା ଅଛନ୍ତି, ସେମାନେ ଆ ଆର୍ତ୍ତନାଦରେ ଚିତ୍କାର କରୁଛନ୍ତି ରକ୍ଷା କର ରକ୍ଷା କର, ଯାହାକି ହୃଦୟ ବିଦାରକ ଘଟଣା। ଏଇ ଘଟଣାରେ ତାଲିବାନର ମୁଖ୍ୟ ଯିଏକି ଚିଫ ସ୍ପିକର ସେ କହିଛନ୍ତି ସୋମବାର ଦିନ ଆମେ ଗୋଟେ ପ୍ରେସ ବିଜ୍ଞପ୍ତି ଜାରି କରିଛୁ, ଯୋଉ ବିଜ୍ଞପ୍ତି ଦ୍ୱାରା ଯେକୌଣସି ବ୍ୟକ୍ତି ବିଶେଷରେ ଆଫଗାନିସ୍ତାନର ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରିପାରିବେ। ସେଥିରେ କୌଣସି ପ୍ରକାର ଭିସାର ଆବଶ୍ୟକତା ନାହିଁ। ପାକିସ୍ତାନକୁ ଯିବା ଆସିବା ପାଇଁ ବା ତାଙ୍କ ପାକିସ୍ତାନର ହସ୍ପିଟାଲରେ ସେଥିରେ କିଛି ପାଖ ଅଞ୍ଚଳ ଲୋକମାନଙ୍କୁ ଯୋଉ ଚିକିତ୍ସା କରାଯିବ ସେଥିରେ କୌଣସି ଭିସାର ଆବଶ୍ୟକତା ନାହିଁ। ଏହା ମଧ୍ୟ ପାକିସ୍ତାନ ଘୋଷଣା କରିସାରିଛି। ଏଇ କଥା ମଧ୍ୟ ସେ ଚିଫ ସ୍ପିକର କହିଛନ୍ତି, ଯାହାକି ଆଫଗାନିସ୍ତାନର ମୁଖ୍ୟ। ଏହି ପରିପ୍ରେକ୍ଷୀରେ ବିଶେଷ କ୍ଷୟକ୍ଷତି ହେଇଛି କେବଳ ଆପଣଙ୍କର ନଜିବୁଲ୍ଲା ହସିଫଙ୍କର କଥା ଅନୁସାରେ ଯୋଉଟା କୁନାର ପ୍ରଦେଶ, କାରଣ କୁନାର ପ୍ରଦେଶର ପ୍ରାଦେଶିକ ମୁଖ୍ୟ ହଉଛନ୍ତି ନଜିବୁଲ୍ଲା ହନିଫ। ସେ ଏଇ କଥାକୁ ଅତି ଗୁରୁତ୍ୱତାର ସହିତ ପ୍ରକଟ କରିଛନ୍ତି ଏବଂ ଅନ୍ୟାନ୍ୟ ବିଦେଶୀ ସହାୟତା ଦଳମାନଙ୍କୁ ସେ ସାହାଯ୍ୟ ମାଗିଛନ୍ତି, ଯୋଉ ସାହାଯ୍ୟ ଫଳରେ ଆଫଗାନିସ୍ତାନର ଯୋଉମାନେ ପ୍ରଭାବିତ ଅଛନ୍ତି ଭୂକମ୍ପରେ ସେମାନେ ନିଶ୍ଚିତ ଭାବରେ ରିଲିଫ ପାଇପାରିବେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହାୟତା ପାଇପାରିବେ। ଭିଡ଼ିଓଟିକୁ ମୁଁ ଅନୁରୋଧ କରୁଛି ସମସ୍ତେ ଯେମିତି ଦେଖିପାରିବେ, ଜାଣିପାରିବେ ଏବଂ ବୁଝିପାରିବେ, ସେଥିପାଇଁ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।